ଆଜିର ଆଲୋଚନାରେ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଅରୁଣାଚଳ ପ୍ରଦେଶରେ ନିଟ୍ ୟୁଜି ମାଧ୍ୟମରେ ମେଡିକାଲ ଏମବିବିଏସ୍ ନାମଲେଖା ପ୍ରକ୍ରିୟା ବିଷୟରେ ଗଭୀର ଭାବରେ ଦେଖିବା। ହଁ, ଆମ ପାଖରେ ସରକାରୀ ବିଜ୍ଞପ୍ତି, ପୁରୁଣା ମେରିଟ୍ ଲିଷ୍ଟ, କଲେଜ ଡେଟା ଆଉ ଆଡମିଶନ ପୋର୍ଟାଲ ଭଳି କିଛି ତଥ୍ୟ ଅଛି। ଆଚ୍ଛା, ତ ଆମର ଲକ୍ଷ୍ୟ ହେଉଛି ଯେଉଁମାନେ ଅରୁଣାଚଳରେ ମେଡିକାଲ ପଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏ ପ୍ରକ୍ରିୟାଟା କେମିତି କାମ କରେ, କୋଉଠି ମୁଖ୍ୟ ସୁଯୋଗ ଅଛି ସେସବୁ ସ୍ପଷ୍ଟ କରିବା। ଆଉ ଗୋଟେ ଜରୁରୀ କଥା, 2025 ପାଇଁ ଅନଲାଇନ କାଉନ୍ସିଲିଂ ପଞ୍ଜୀକରଣ ଜୁଲାଇ 24ରୁ ଆରମ୍ଭ ହୋଇଛି। ଓହୋ, ମାନେ ଏଇଟା ଜୁଲାଇ 30 ଯାଏଁ ଚାଲିବ ନା? ହଁ, ଜୁଲାଇ 30 ପର୍ଯ୍ୟନ୍ତ। ଠିକ୍ ଅଛି। ତେବେ ମୂଳ କଥା ହେଲା ଅରୁଣାଚଳରେ ଏମବିବିଏସ୍ ପାଇଁ କେବଳ ନିଟ୍ ୟୁଜି ଦ୍ୱାରା ହିଁ ଏଣ୍ଟ୍ରି ମିଳିବ। ଏକଦମ, ନିଟ୍ ୟୁଜି ହିଁ ଏକମାତ୍ର ପରୀକ୍ଷା। ଆଉ ଏହାର ଯୋଉ କାଉନ୍ସିଲିଂ ପ୍ରକ୍ରିୟା ଅଛି ସେଇଟା କିଏ କରୁଛି? ସେଇଟା ରାଜ୍ୟର ଡିଏଚଇ ମାନେ ଉଚ୍ଚ ଏବଂ ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟ ସେମାନେ ପରିଚାଳନା କରନ୍ତି। ବୁଝିଲି। ତେବେ ପିଲାମାନଙ୍କ ପାଇଁ ମୁଖ୍ୟ ଷ୍ଟେପ୍ସ ଗୁଡ଼ାକ କ'ଣ ହେବ? ପଞ୍ଜୀକରଣ ତ ଜୁଲାଇ 30 ସୁଦ୍ଧା apjcr.co.in ରେ। ଫିସ୍ ଆଉ ଡକ୍ୟୁମେଣ୍ଟସ୍ କଥା ଟିକେ କୁହନ୍ତୁ। ହଁ, ଦେଖନ୍ତୁ, ପଞ୍ଜୀକରଣ ଫିସ୍ ହେଉଛି ଏପିଜେସିଏସଟି ମାନେ କ୍ୟାଟେଗୋରୀ 1 ପିଲାଙ୍କ ପାଇଁ 500 ଟଙ୍କା, ଆଚ୍ଛା, ଆଉ ନନ୍ ଏପିଜେସିଏସଟି ବା କ୍ୟାଟେଗୋରୀ 2 ପାଇଁ 700 ଟଙ୍କା। ଏନ୍ଆରଆଇ ପିଲାଙ୍କ ପାଇଁ ଏଟା 5000 ଟଙ୍କା। ଓକେ। ଏହାପରେ ଜୁଲାଇ 31 ଭିତରେ ସବୁ ଜରୁରୀ କାଗଜପତ୍ର ଯେମିତି 10ମ 12 କ୍ଲାସ୍ ସାର୍ଟିଫିକେଟ୍, ନିଟ୍ ରାଙ୍କ କାର୍ଡ, କ୍ୟାଟେଗୋରୀ ସାର୍ଟିଫିକେଟ୍, ଫଟୋ ଏସବୁ ଅପଲୋଡ କରିବାକୁ ହେବ। ରେଜିଷ୍ଟ୍ରେସନ ଆଉ ଡକ୍ୟୁମେଣ୍ଟ ଅପଲୋଡ ପରେ ମେରିଟ୍ ଲିଷ୍ଟ କେବେ ଆସିବ ଆଉ ତାପରେ କ'ଣ? ହେଁ, ସମ୍ଭାବ୍ୟ ତାରିଖ ହିସାବରେ ନିଟ୍ ସ୍କୋରକୁ ନେଇ ଯୋଉ ମେରିଟ୍ ଲିଷ୍ଟ ସେଇଟା ଅଗଷ୍ଟ 1ରେ ଆସିପାରେ। ଅଗଷ୍ଟ 1? ହଁ, ତାପରେ ଅଗଷ୍ଟ 1ରୁ 7 ଭିତରେ ଚଏସ୍ ଫିଲିଂ ଓ ଲକିଂ, ଆଉ ପ୍ରଥମ ରାଉଣ୍ଡର ସିଟ୍ ଆଲଟମେଣ୍ଟ ବୋଧେ ଅଗଷ୍ଟ 8ରେ ହେବ। ଆଚ୍ଛା, ଯେଉଁମାନଙ୍କୁ ସିଟ୍ ମିଳିବ ସେମାନେ କ'ଣ କରିବେ? ସେମାନଙ୍କୁ ଅଗଷ୍ଟ 11ରୁ 14 ଭିତରେ ନାହାରେଲାଗୁନରେ ଥିବା ଡିଏମ୍ଇଟି ଅଫିସକୁ ଯିବାକୁ ପଡ଼ିବ। ଡିଏମ୍ଇଟି ମାନେ? ଡାଇରେକ୍ଟରେଟ୍ ଅଫ୍ ମେଡିକାଲ ଏଜୁକେସନ, ଟ୍ରେନିଂ ଆଣ୍ଡ ରିସର୍ଚ୍ଚ। ସେଇଠି ରିପୋର୍ଟ କରି ନମିନେସନ ଲେଟର ନେବାକୁ ହେବ। ଆଚ୍ଛା, ଏଠି ଫ୍ଲୋଟିଂ ଆଉ ଫ୍ରିଜିଂ ବୋଲି କିଛି ଅପସନ୍ ଥାଏ ନା? ଆଉ କିଛି ପଇସା ଦେବାକୁ ପଡ଼େ କି ସିଟ୍ ପାଇଁ? ହଁ, ସିଟ୍ ପାଇଲେ ଯଦି ସେଇଟା ପସନ୍ଦ ତାହେଲେ ଫ୍ରିଜ୍ କରିପାରିବେ। ଯଦି ଭାବୁଛନ୍ତି ଆଗକୁ ଆହୁରି ଭଲ ସିଟ୍ ମିଳିପାରେ ତାହେଲେ ଫ୍ଲୋଟ୍ କରିପାରିବେ। ଓ, ଆଉ ଏମବିବିଏସ୍ ପାଇଁ ସିଟ୍ ନେବାକୁ ହେଲେ ଗୋଟେ ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ହୁଏ, ପ୍ରାୟ 5000 ଟଙ୍କା। ଏଟା ପରେ ଫେରସ୍ତ ହେଇଯାଏ କିମ୍ବା କିଛି କ୍ଷେତ୍ରରେ ଜବତ ବି ହେଇପାରେ ନିୟମ ଅନୁସାରେ। ଆଉ ଯଦି ଦ୍ୱିତୀୟ ରାଉଣ୍ଡ ପରେ ବି ସିଟ୍ ବଢ଼ିଲା? ତାହେଲେ ବୋଧେ ସେପ୍ଟେମ୍ବର ମାସରେ ଗୋଟେ ସ୍ପଟ୍ ରାଉଣ୍ଡ ହେଇପାରେ। ଠିକ୍ ଅଛି। ତେବେ ଏତେ ସବୁ ପ୍ରକ୍ରିୟା ପରେ ପିଲାମାନେ ଯୋଉଠି ପହଞ୍ଚିବାକୁ ଚାହାନ୍ତି ସେ ହେଉଛି ରାଜ୍ୟର ସେଇ ଗୋଟିଏ ସରକାରୀ ମେଡିକାଲ କଲେଜ। ତା ବିଷୟରେ ଟିକେ ଜାଣିବା। ନିଶ୍ଚୟ, ସେଇଟା ହେଲା ଟୁମୋରିବା ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ମେଡିକାଲ ସାଇନ୍ସେସ୍ ବା ଟ୍ରିମ୍ସ। ଟ୍ରିମ୍ସ ନାହାରଲାଗୁନରେ? ହଁ, ନାହରଲାଗୁନରେ 2018ରୁ ଚାଲୁଛି। ଏଠି ମୋଟ ଉପରେ 100ଟା ଏମବିବିଏସ୍ ସିଟ୍ ଅଛି। 100ଟା ସିଟ୍? ହଁ, ପୂର୍ବ ବର୍ଷ ହିସାବ କଲେ ସେଥିରୁ ପ୍ରାୟ 50ଟା ରାଜ୍ୟ କୋଟା ପାଇଁ। ରାଜ୍ୟ କୋଟା ମାନେ? ସେଥିରେ ପୁଣି ଭାଗ ଅଛି ଏଏସଟି, ନନ୍ ଏଏସଟି ଆଉ ପିଡବ୍ଲ୍ୟୁବିଡି ପାଇଁ। ବାକି ସିଟ୍ ଗୁଡ଼ାକ ସର୍ବଭାରତୀୟ କୋଟା ବା ଏଆଇକ୍ୟୁ, ଏନ୍ଆରଆଇ କୋଟା ସେଥିରେ 2ଟା ସିଟ୍ ଆଉ ଫ୍ୟାକଲ୍ଟି କୋଟା ପାଇଁ। ଆଚ୍ଛା, ଆଉ ସେଠି ସୁବିଧା ସୁଯୋଗ କେମିତି ଅଛି? ହଷ୍ଟେଲ, ଲାଇବ୍ରେରୀ ଏସବୁ? ହଁ, ସବୁ ଅଛି। ହଷ୍ଟେଲ, ଲାଇବ୍ରେରୀ, ଭଲ ଲ୍ୟାବ୍, କମ୍ପ୍ୟୁଟର ଲ୍ୟାବ୍, ଗୋଟେ ବଡ଼ ହସ୍ପିଟାଲ ଅଛି 500ରୁ ବେଶୀ ବେଡ୍ର, ମେସ୍, ଖେଳିବା ପାଇଁ ଜାଗା, ଗାଡ଼ି ମଟର ସୁବିଧା, ଅଡିଟୋରିୟମ୍ ସବୁ ଅଛି। ବାଃ, ପଢ଼ିବା ପାଇଁ ଖର୍ଚ୍ଚପତ୍ର କେତେ ଆସିଯିବ ସେଠି? ଦେଖନ୍ତୁ, ଟ୍ୟୁସନ୍ ଫିଟା ବର୍ଷକୁ ପ୍ରାୟ 20,000 ଟଙ୍କା। ଓକେ। ତା ଛଡ଼ା ଆଡମିଶନ ବେଳେ କିଛି ଡିପୋଜିଟ୍ ଦେବାକୁ ହୁଏ, ଯେମିତି କସନ୍ ମନି, ଲ୍ୟାବ୍ ଫି, ଲାଇବ୍ରେରୀ, ହଷ୍ଟେଲ ସିକ୍ୟୁରିଟି ଏସବୁ ମିଶି ପ୍ରାୟ 27,000 ହେଇଯିବ। ଏଥିରୁ କିଛି ପରେ ଫେରସ୍ତ ମିଳେ। ଆଚ୍ଛା। ହଷ୍ଟେଲ ଫି ବର୍ଷକୁ ପ୍ରାୟ 5,000, ଆଉ ମେସ୍ ଖର୍ଚ୍ଚଟା ଅଲଗା, ସେଇଟା ବଦଳୁଥାଏ। ଆଉ ଏନ୍ଆରଆଇ ପିଲାଙ୍କ ପାଇଁ ସେମାନଙ୍କ ପାଇଁ ପୁରା କୋର୍ସର ଫି ପ୍ରାୟ $1,00,000 ଆମେରିକୀୟ ଡଲାର। ବାପରେ। ଆଚ୍ଛା, ଆପଣ କହିଲେ ସିଟ୍ରେ ଏପିଏସଟି ଆଉ ନନ୍ ଏପିଏସଟି ବୋଲି ଭାଗ ଅଛି, ଏଇଟା ଟିକେ ବୁଝେଇବେ? ହଁ, ଟ୍ରିମ୍ସରେ ଯୋଉ ରାଜ୍ୟ କୋଟା ଓ କେନ୍ଦ୍ରୀୟ ପୁଲ୍ ସିଟ୍ ଅଛି ସେଥିରୁ 80% ସିଟ୍ ଏପିଏସଟି ପାଇଁ ସଂରକ୍ଷିତ। ଏପିଏସଟି ମାନେ ଅରୁଣାଚଳ ପ୍ରଦେଶ ଶିଡ୍ୟୁଲ୍ଡ ଟ୍ରାଇବ୍ କ୍ୟାଟେଗୋରୀ 1? ଏକଦମ। ଆଉ ବାକି 20% ନନ୍ ଏପିଏସଟି ବା କ୍ୟାଟେଗୋରୀ 2 ପାଇଁ।
କିନ୍ତୁ ଯୋଉ 45 ସିଟ୍ ଅଛି ମାନେ ଅନ୍ୟ ଉତ୍ତର ପୂର୍ବ ରାଜ୍ୟର ଆସୁଥିବା କୋଟା ସେଗୁଡାକ 100% କେବଳ କ୍ୟାଟେଗୋରୀ 1 ପାଇଁ। এই নন এপিএসটি বা ক্যাটেগরি 2 ପାଇଁ যোগ্যতা শর্ত কোন ସମସ୍ତେ ତ ପାଇବେନି ବୋଧେ? ନା ସେଥିପାଇଁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ଅଛି। ସାଧାରଣତଃ ଯେଉଁ ପିଲାଙ୍କ ବାପା ମା ଅରୁଣାଚଳ ସରକାରଙ୍କର ନିୟମିତ କର୍ମଚାରୀ ଆଉ ସେଠି ଅତି କମ୍ରେ 3 ବର୍ଷ କାମ କରିଛନ୍ତି ସେମାନଙ୍କ ପିଲାମାନେ ଯୋଗ୍ୟ ହେଇପାରନ୍ତି। କିମ୍ବା ଯଦି କେହି ପିଲା ଅରୁଣାଚଳରୁ ହିଁ ଦ୍ୱାଦଶ ପାସ୍ କରିଛି ଆଉ ତାଙ୍କ ବାପା ମା ବି ସେଠି ଅତି କମ୍ରେ 3 ବର୍ଷ ରହିଛନ୍ତି ସେମାନେ ବି ଯୋଗ୍ୟ ହୋଇପାରନ୍ତି। ଆଚ୍ଛା, ମାନେ ଏହାର ପୁରା ବିବରଣୀ ସେଇ ବର୍ଷରେ ଇନଫର୍ମେସନ ବୁଲେଟିନ୍ ରଥିବ? ହଁ, ପ୍ରତିବର୍ଷର ବୁଲେଟିନରେ ସ୍ପଷ୍ଟ ଲେଖା ଥାଏ। ବୁଝିଲି। ଏମବିବିଏସ୍ ଛଡ଼ା ବିଡିଏସ୍ କିମ୍ବା ଆୟୁଷ କୋର୍ସ ଯେମିତି ବିଏମଏସ୍, ବିଏଚଏମଏସ୍ ଏସବୁ ପାଇଁ ଅରୁଣାଚଳରେ କ'ଣ ବ୍ୟବସ୍ଥା ଅଛି? ଆମ ପାଖରେ ଯାହା ତଥ୍ୟ ଅଛି ସେ ଅନୁସାରେ ଅରୁଣାଚଳ ପିଲାଙ୍କ ପାଇଁ ଯୋଉ ବିଡିଏସ୍ ସିଟ୍ ଥାଏ ସେଗୁଡାକ ରାଜ୍ୟ ବାହାର କଲେଜକୁ ଦିଆଯାଏ। ବାହାର କଲେଜ କୋଉଠି? ଯେମିତି ଲକ୍ଷ୍ନୌ, କୋଲକାତା, ଚଣ୍ଡିଗଡ଼ କିମ୍ବା ଆରଆଇଏମଏସ୍ ଇମ୍ଫାଲ, ଆରଡିସି ଗୁଆହାଟୀ ଏମିତି କିଛି ଜାଗାକୁ। ଆଚ୍ଛା, ଆଉ ବିଏମଏସ୍, ବିଏଚଏମଏସ୍, ବିୟୁଏମଏସ୍ ଭଳି କୋର୍ସ ପାଇଁ ରାଜ୍ୟ ସ୍ତରରେ କେମିତି ଆଡମିସନ ହୁଏ ସେ ବିଷୟରେ ଏହି ଉତ୍ସଗୁଡ଼ିକରେ ବେଶୀ କିଛି ସୂଚନା ନାହିଁ। ହଁ, ଏଆଇଏମଏସିଟି ଭଳି ଜାତୀୟ ସ୍ତରୀୟ ପରୀକ୍ଷା ଅଛି ଯାହା ଏସବୁ ପାଇଁ ସ୍କଲାରସିପ୍ ଦିଏ। ଠିକ୍ ଅଛି। ଏବେ ଟିକେ ନିଟ୍ ପ୍ରଦର୍ଶନ କଥା ଦେଖିବା। ଅରୁଣାଚଳ ମେରିଟ୍ ଲିଷ୍ଟରେ ରାଙ୍କ ଗୁଡ଼ିକ କେମିତି ଥାଏ କିଛି ଉଦାହରଣ ଅଛି କି? ହଁ, ଯଦି ଆମେ 2024ର ମେରିଟ୍ ଲିଷ୍ଟ ଦେଖିବା ସେଥିରେ ବହୁତ ଭିନ୍ନତା ଦେଖାଯାଏ। ଯେମିତି ରାଙ୍କ 39ରେ ଥିବା ନାନି ଡୋବିଙ୍କ ଏଆଇଆର୍ ଥିଲା 1,20,755, ସ୍କୋର 566। ସେହିପରି ରାଙ୍କ 139ରେ ଥିବା କବାକ୍ ସମ୍ପର୍ଙ୍କ ଏଆଇଆର୍ ଥିଲା 2,56,910, ସ୍କୋର 459। ଓକେ। ଆଉ ଯଦି ତାଲିକାରେ ଆହୁରି ତଳକୁ ଯିବା ରାଙ୍କ 722ରେ ଥିବା ଟାନା ନେଚିଙ୍କ ଏଆଇଆର୍ ଥିଲା 2229614 ଆଉ ସ୍କୋର ମାତ୍ର 31। ବାପରେ, 31 ସ୍କୋରରେ ବି ରାଙ୍କ, ଏତେ ବଡ଼ ରେଞ୍ଜ? ହଁ, এটা দেখাଉଛି ଯେ ଅରୁଣାଚଳ କୋଟା ପାଇଁ ବୋଧେ କେବଳ କ୍ୱାଲିଫାଇ କରିବା ବି ଗୁରୁତ୍ୱପୂର୍ଣ୍ଣ ହେଇପାରେ, କିନ୍ତୁ ନନ୍ ଏପିଏସଟି କିମ୍ବା କେନ୍ଦ୍ରୀୟ କୋଟା ପାଇଁ ତ ନିଶ୍ଚୟ କମ୍ପିଟିସନ ବହୁତ ବେଶୀ। ହଁ, ସେଇଟା ତ ସ୍ୱାଭାବିକ। ଆଉ କିଛି ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚରେ ବି ସମସ୍ୟା ହେଇଥାଇପାରେ ନା? ହଁ, ସେମିତି ବି ହେଇଥାଇପାରେ। କିଛି ପିଲା ସେଥିପାଇଁ ବି ତାଲିକାରୁ ବାଦ ପଡ଼ିଯାନ୍ତି। ଆଉ କିଛି ଖାସ୍ କଥା ଯାହା ପିଲାମାନେ ମନେ ରଖିବା ଦରକାର? ଯଦି କେହି ଏନ୍ଆର୍ଆଇ କୋଟାରେ ଆପ୍ଲାଏ କରୁଛନ୍ତି ତାହେଲେ ଓସିଆଇ ପିଆଇଓ କାର୍ଡ, ଭାରତୀୟ ଦୂତାବାସରୁ ଏନ୍ଆର୍ଆଇ ସାର୍ଟିଫିକେଟ୍, ପାସପୋର୍ଟ, ଭିସା କପି ଏସବୁ ଦରକାର ହୁଏ। ହଁ। ଆଉ ଏଏମ୍ ସେଟ୍ କଥା ତ ଆମେ କହିଲେ ସେଇଟା ଏକ ଜାତୀୟ ସ୍ତରୀୟ ସ୍କଲାରସିପ୍ ପରୀକ୍ଷା। ସେଥିରେ ଟ୍ୟୁସନ୍ ଫି ଛାଡ଼, ଲ୍ୟାପଟପ୍ ଏମିତି ସୁବିଧା ମିଳିପାରେ। ଠିକ୍ ଅଛି। ତାହେଲେ ସଂକ୍ଷେପରେ ଯଦି କହିବା ଅରୁଣାଚଳ ପ୍ରଦେଶରେ ଏମବିବିଏସ୍ ଆଡମିସନ ପୁରାପୁରି ନିଟ୍ ୟୁଜି ସ୍କୋର ଉପରେ ନିର୍ଭର କରେ। ଡିଏଚ୍ଇ କାଉନସେଲିଂ କରାଏ। ଟିଆରଆଇଏମ୍ଏଚ୍ ହେଉଛି ମୁଖ୍ୟ ସରକାରୀ କଲେଜ। ସିଟ୍ ଗୁଡ଼ିକ ମୁଖ୍ୟତଃ ଏପିଏସଟି ଆଉ ନନ୍ ଏପିଏସଟି ଭିତରେ ବଣ୍ଟା ହେଇଛି। ଆଉ ଖର୍ଚ୍ଚ ଓ ରାଙ୍କର ଗୋଟେ ଅନ୍ଦାଜ ବି ମିଳିଗଲା। ଏକଦମ ଠିକ୍। ଏସବୁ ତଥ୍ୟ ଜାଣିବା ପରେ ଗୋଟିଏ ପ୍ରଶ୍ନ ମନକୁ ଆସୁଛି। କୁହନ୍ତୁ। ଦେଖନ୍ତୁ, ଅରୁଣାଚଳରେ ଏମବିବିଏସ୍ ସିଟ୍ ସଂଖ୍ୟା ବହୁତ କମ୍, ବିଶେଷ କରି ନନ୍ ଏପିଏସଟି ପିଲାଙ୍କ ପାଇଁ। ଆଉ ବିଡିଏସ୍ ସିଟ୍ ତ ରାଜ୍ୟ ବାହାରକୁ ଯାଉଛି। ଏମିତି ସ୍ଥିତିରେ ଯେଉଁ ପିଲାମାନେ ଅରୁଣାଚଳରୁ ଆସୁଛନ୍ତି ଆଉ ଡାକ୍ତରୀ ପଢ଼ିବାକୁ ଚାହୁଁଛନ୍ତି ସେମାନେ ଆଉ କ'ଣ ଭାବିପାରିବେ? କିଛି ଅଲଗା ରଣନୀତି? ହଁ, ଏଇଟା ବହୁତ ଭଲ ପ୍ରଶ୍ନ। ଯେମିତିକି ସର୍ବଭାରତୀୟ କୋଟା ବ୍ୟବହାର କରି ଅନ୍ୟ ରାଜ୍ୟରେ ଚେଷ୍ଟା କରିବା? ହଁ, କିମ୍ବା ମେଡିକାଲ ସହ ଜଡ଼ିତ ଅନ୍ୟ ସ୍ୱାସ୍ଥ୍ୟ ବିଜ୍ଞାନ କୋର୍ସ ଦେଖିବା। ଏହା ନିଶ୍ଚିତ ଭାବେ ଆଶାୟୀମାନଙ୍କ ପାଇଁ ଏକ ଚିନ୍ତାର ବିଷୟ। ନିଶ୍ଚୟ। ଏହା ଉପରେ ଆଶାୟୀମାନେ ନିଶ୍ଚୟ ବିଚାର କରିବା ଉଚିତ।